ଆଜ୍ଞା ଯେତେବେଳେ ବିପଦ ଆସେ ସାଙ୍ଗସାଥି ଭାଇ ବନ୍ଧୁ କୁଟୁମ୍ବ ଧରିକି ଆସେ, ମାଡ଼ି ବସେ। ତେଣୁ ଜଣେ ସାଧୁ କହିଥିଲେ ଯେତେବେଳେ ବିପଦ ଆସୁଛି ଭଗବାନଙ୍କୁ ଡାକି ନମ୍ର ସ୍ୱଭାବରେ ତାକୁ ସାମ୍ନା କରନ୍ତୁ ଧୈର୍ଯ୍ୟର ସହିତ। କାରଣ ଗୋଟିଏ ଜିନିଷ ଧୈର୍ଯ୍ୟ ହିଁ ଆଉ ପରିଶ୍ରମ ହିଁ ସେ ବିପଦରୁ ଆପଣଙ୍କୁ ଟାଳିପାରିବ। କେମିତି? ସମୁଦ୍ରରେ ବହୁତ ବଡ଼ ଲହଡ଼ି ଆସୁଛି, ଲହଡ଼ିକୁ ସାମ୍ନା କରିବାର ଆପଣଙ୍କ ଶକ୍ତି ନାହିଁ। ଉତ୍ତାଳ ତରଙ୍ଗ ଯଦି ଆସିଲା ଆପଣ ଛାତି ଦେଖେଇଦେଲେ ଆପଣ ସେଠି ପଡ଼ିବେ, ସମୁଦ୍ର ଭିଡ଼ି ନେଇଯିବ। କିନ୍ତୁ ଯେତେବେଳେ ସମୁଦ୍ରର ଲହଡ଼ି ଆସେ ସେତେବେଳେ ଆପଣ ଯଦି ଟିକିଏ ନଈଗଲେ, ଅଣ୍ଟା ନଈକି ଗଲେ ଲହଡ଼ିଟା ଉପରକୁ ଆପଣଙ୍କ ମୁଣ୍ଡ ଉପରେ ଦେଇ ପଳାଇବ ଏବଂ ଆପଣ ସେଫ୍ଲି ପୁଣି କୂଳକୁ ଆସିପାରିବେ। ବିପଦଟା ସେମିତି। ଯେତେବେଳେ ଉତ୍ତାଳ ତରଙ୍ଗ ପରିକା ବିପଦ ମାଡ଼ି ଆସିବ, ଭଗବାନଙ୍କୁ ଡାକି ଟିକେ ନଈ ଯାଆନ୍ତୁ, ତାଙ୍କରି ଭରସାରେ ରୁହନ୍ତୁ, ବିପଦ ପଳାଇବ। ସାଧୁସନ୍ଥଙ୍କ ବାଣୀ ଏମିତି କରନ୍ତୁ, ଆପଣଙ୍କ ଜୀବନରେ ସବୁ ବିପଦ ଦୂରେଇ ଯାଉ, ଆପଣ ଖୁସିରେ ରୁହନ୍ତୁ।